ମା ତାରିଣୀ ଘଟଗାଁ କୁ କେଉଁଠାରୁ ଆସିଥିଲେ? କୁହାଯାଏ ଯେ ପୁରାତନ କାଳରେ କାଞ୍ଚି ନାମକ ରାଜ୍ୟରେ ମା ତାରିଣୀ ପୂଜା ପାଉଥିଲେ ଏବଂ କାଞ୍ଚି ରାଜ୍ୟର ରାଜକୁମାରୀ ପଦ୍ମାବତୀଙ୍କୁ ପୁରୀ ରାଜା ପୁରୁଷୋତ୍ତମ ଦେବ ବହୁତ ଭଲ ପାଉଥିଲେ। କିନ୍ତୁ ପୁରୀ ରାଜା ପୁରୁଷୋତ୍ତମ ଦେବ ରଥଯାତ୍ରାରେ ଠାକୁରଙ୍କ ରଥରେ ଛେରା ପହଁରା ବା ଝାଡୁ ମାରୁଥିବାର ଦେଖି କାଞ୍ଚି ରାଜା ନିଜ ଝିଅ ପଦ୍ମାବତୀଙ୍କ ହାତ ବିବାହ ପାଇଁ ନ ଦେଇ ଅପମାନିତ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ପୁରୀ ରାଜା କାଞ୍ଚି ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରି ପ୍ରଥମ ଥର ହାରି ଯାଇଥିଲେ। ପ୍ରଭୁ ଜଗନ୍ନାଥ ପୁରୀ ରାଜାଙ୍କ ସ୍ୱପ୍ନରେ ଆସି କହିଲେ, କାଲି ସକାଳେ ଯେଉଁ ଘର ଛାତ ଉପରେ ଦଣ୍ଡମାଳ ଟଙ୍ଗା ହୋଇଥିବ ତାକୁ ସେନାପତି କରିଲେ ତୁମେ ନିଶ୍ଚୟ ଯୁଦ୍ଧରେ ଜୟଲାଭ କରିବ। ସତକୁ ସତ ରାଜା ସକାଳେ ଉଠି ଦେଖିଲା ପରେ କେନ୍ଦୁଝର ରାଜକୁମାର ଗୋବିନ୍ଦ ଭଞ୍ଜଙ୍କ ଛାତ ଉପରେ ଦଣ୍ଡମାଳ ଟଙ୍ଗା ହୋଇଥିଲା। ତେଣୁ ପୁରୀ ରାଜା ପୁରୁଷୋତ୍ତମ ଦେବ ଗୋବିନ୍ଦ ଭଞ୍ଜକୁ ନିଜର ସେନାପତି କରି ଦ୍ୱିତୀୟ ଥର କାଞ୍ଚି ଅଭିଯାନ କରିଥିଲେ। କୁହାଯାଏ ଯେ ସ୍ୱୟଂ ଜଗନ୍ନାଥ ଏବଂ ବଳଭଦ୍ର ସୈନ୍ୟ ବେଶରେ ଏହି ଯୁଦ୍ଧରେ ଲଢିଥିଲେ। ଦ୍ୱିତୀୟ ଚେଷ୍ଟାରେ ଜୟଲାଭ କରି ଗୋବିନ୍ଦ ଭଞ୍ଜ ମା ତାରିଣୀକୁ ଶ୍ରୀକ୍ଷେତ୍ର ପୁରୀକୁ ଆଣିଥିଲେ। କିନ୍ତୁ ପରେ ଯେତେବେଳେ ନିଜର ପିତାଙ୍କ ମୃତ୍ୟୁ ପରେ ଗୋବିନ୍ଦ ଭଞ୍ଜ କେନ୍ଦୁଝରକୁ ଫେରୁଥିଲେ ସେତେବେଳେ ମା ତାରିଣୀଙ୍କୁ ନିଜ ସହିତ କେନ୍ଦୁଝର ଯିବାକୁ ପ୍ରାର୍ଥନା କରିଥିଲେ। ମା ତାରିଣୀ କହିଥିଲେ ଯେ ସେ ତାଙ୍କ ପଛେ ପଛେ ସ୍ୱୟଂ ଯିବେ, କିନ୍ତୁ ଯେଉଁଠି ବି ଗୋବିନ୍ଦ ଭଞ୍ଜ ପଛକୁ ଚାହିଁ ତାଙ୍କୁ ବୁଲି ଦେଖିବେ ସେଠି ସେ ରହିଯିବେ। ତାଙ୍କ କଥାରେ ରାଜି ହୋଇ ଗୋବିନ୍ଦ ଭଞ୍ଜ ମା ତାରିଣୀଙ୍କ ସହ କେନ୍ଦୁଝର ବାହାରିଲେ। ରାସ୍ତାରେ ମା ତାରିଣୀଙ୍କର ପାଉଁଜିର ରୁଣୁରୁ ଶବ୍ଦରୁ ଗୋବିନ୍ଦ ଭଞ୍ଜ ଜାଣିପାରୁଥିଲେ ଯେ ମା ତାରିଣୀ ତାଙ୍କ ପଛେ ପଛେ ଆସୁଛନ୍ତି। କିନ୍ତୁ କିଛି ସମୟ ପରେ ଘଟଗାଁର ଜଙ୍ଗଲ ରାସ୍ତା ଦେଇ ଯାଉଥିଲା ବେଳେ ଏହି ପାଉଁଜିର ଶବ୍ଦ ଆଉ ଶୁଭିଲା ନାହିଁ। ତେଣୁ ଗୋବିନ୍ଦ ଭଞ୍ଜଙ୍କ ମନରେ ଆଶଙ୍କା ସୃଷ୍ଟି ହେଲା। ସେ ପଛକୁ ଚାହିଁ ଦେଖିଲା ବେଳକୁ ମା ତାରିଣୀ ତାଙ୍କ ପଛେ ପଛେ ଏବେ ମଧ୍ୟ ଆସୁଥିଲେ। ମା ତାରିଣୀ ଗୋବିନ୍ଦ ଭଞ୍ଜଙ୍କୁ କହିଲେ, ତୁ ତୋର ପ୍ରତିଜ୍ଞା ଭାଙ୍ଗି ପଛକୁ ଅନାଇଲୁ, ତେଣୁ ଏବେ ମୁଁ ଆଗକୁ ନ ଯାଇ ଏହିଠାରେ ରହିବି। ତୁ ଏହି ଘଟଗାଁ ଜଙ୍ଗଲରେ ମୋର ମନ୍ଦିର ନିର୍ମାଣ କରି ପୂଜା କର। ସେବେଠାରୁ ମା ତାରିଣୀ ଘଟଗାଁରେ ଏହି ମନ୍ଦିରରେ ପୂଜା ପାଇ ଆସୁଛନ୍ତି।